କାହାଣୀ ଆଗକୁ ବଢ଼। ସ୍ୱାମୀ ରାମତୀର୍ଥ ପିଲାମାନଙ୍କୁ ପଢ଼ାଉଥିଲେ। ଗୋଟେ ଦିନ ସେ କଳାପଟାରେ ଗୋଟେ ଗାରଟିଏ ଟାଣି କହିଲେ, ପିଲାମାନେ, ତୁମେ ନ ଲିଭେଇକି ଗାରଟିକୁ ଛୋଟ କରିପାରିବ କି? ଏପରି ପ୍ରଶ୍ନ ଶୁଣି ପିଲାମାନେ ଚୁପ୍ ରହିଗଲେ। ସେମାନଙ୍କ ମଧ୍ୟରେ ଗୋଟେ ଚତୁର ବାଳକଟିଏ ଥିଲା। ସେ ଉଠିଯାଇ ଗାର ପାଖରେ ଆଉ ଗୋଟେ ବଡ଼ ଗାରଟିଏ ଟାଣିଦେଲା, ଯାହାଫଳରେ ପୂର୍ବ ଗାରଟିକୁ ନ ଲିଭାଇ ଛୋଟ କରିପାରିଲା। ରାମତୀର୍ଥ ଖୁସି ହୋଇ କହିଲେ, ପିଲାମାନେ ଦେଖିଲ ତ, ଗାରଟିକୁ ନ ଲିଭାଇ ତାକୁ ଛୋଟ କରିହେଲା। ସେହିପରି ଆମେ ଆମ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଅନ୍ୟମାନଙ୍କୁ ତଳେ ନ ପକାଇକି ଆମକୁ ଆଗକୁ ବଢ଼ିବାକୁ ହେବ। ଏହା ହିଁ ହେବ ଆମର ପ୍ରକୃତ ଉନ୍ନତି। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।